ନିର୍ବାଚନ ଆସିଲେ ରାଜନୈତିକ ଦଳମାନଙ୍କର ବୟାନବାଜି ଆରମ୍ଭ ହୁଏ। ଯେଉଁମାନେ ଦିଲ୍ଲୀ ଯାଇକିରି ଫେରିଛନ୍ତି ବୋଲି ବୟାନବାଜି କରୁଛନ୍ତି, ବାହାସ୍ପୋଟ ମାରୁଛନ୍ତି, ତାଙ୍କର ବଳଟା କେଉଁଠି ଦିଲ୍ଲୀରୁ ସେ କେତେ ଚାର୍ଜ ହିଁ ଆସିଛନ୍ତି ସେ ଆଗାମୀ ଦିନ ସମୟ କହିବ। ବିଜୁ ଜନତା ଦଳ ସେସବୁଥିରେ ନଥାଏ। ବିଜୁ ଜନତା ଦଳ ଲୋକମାନଙ୍କ ସହିତ ଅଛି, ରାଜ୍ୟର ସ୍ୱାର୍ଥ ସହିତ ଅଛି ଏବଂ ବିଭିନ୍ନ ଯୋଜନାକୁ ଲୋକମାନଙ୍କ ପାଇଁକି କେମିତି କାମରେ ଲାଗିବ, ଲୋକମାନେ କେମିତି ଉପକୃତ ହେବେ ସେସବୁ ବ୍ୟବସ୍ଥା ଭିତରେ ଅଛି। ତେଣୁ ଆମେ 5 ଥରର ଶାସନ ବ୍ୟବସ୍ଥାରେ ରହିଲା ପରେ ବିଜୁ ଜନତା ଦଳ 6ଠ ଥର ନିର୍ବାଚନକୁ ଯାଉଛି ଏବଂ ଆଜି ସାରା ଓଡ଼ିଶାରେ ଯେଉଁ ମାହୋଲ, ଲୋକମାନଙ୍କ ମାନସିକତା, ମତାମତ ଯିଏ ବି ଜାଣିବ ସେ କହିବ ବିଜୁ ଜନତା ଦଳ 6ଠ ଥର କ୍ଷମତାକୁ ଆସିବ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଶ୍ଚିତ ଭାବରେ ମୁଖ୍ୟମନ୍ତ୍ରୀ ହେବେ। ଜାନୁଆରୀରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ତା ସହିତ ବିଜେପି ରାଷ୍ଟ୍ରୀୟ ସଭାପତି ରାଜନାଥ ସିଂ ମାନଙ୍କ ସବୁ ଗସ୍ତ ରହୁଛି। ଅପରପକ୍ଷରେ କଂଗ୍ରେସର ମଧ୍ୟ ରାହୁଲ ଗାନ୍ଧୀଙ୍କ ଗସ୍ତ ରହୁଛି, ତା ସହିତ ଆପଣ ଦେଖିବେ ମଲ୍ଲିକାର୍ଜୁନ ଖଡଗେଙ୍କ ଗସ୍ତ ରହୁଛି, ପ୍ରିୟଙ୍କା ଗାନ୍ଧୀଙ୍କ ଗସ୍ତ ରହୁଛି। ଏ ଗସ୍ତରେ କିଛି ପ୍ରଭାବ ପଡ଼ିବ ଦୁଇ ଜାତୀୟ ଦଳ? ବିଜେପି, କଂଗ୍ରେସ ଏମାନେ ହେଉଛନ୍ତି ଜାତୀୟ ଦଳ। ସେମାନେ ଜାତୀୟ ନେତାଙ୍କ କାନ୍ଧରେ ଭାର ଦେଇକରି ଉଠିବା ପାଇଁ ଚେଷ୍ଟା କରନ୍ତି। ଓଡ଼ିଶା ଏକ ପ୍ରାଦେଶିକ ଦଳ, ରିଜନାଲ ପାର୍ଟି। ଏଠି ସର୍ବେସଭା ହେଉଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏକା ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି, ତାଙ୍କର ଶାସନ ବ୍ୟବସ୍ଥା, ତାଙ୍କର ଯୋଜନା ଏବଂ ଲୋକମାନଙ୍କ ହୃଦୟରେ ରହିଥିବା ଜଣେ ମୁଖ୍ୟମନ୍ତ୍ରୀ, ଏସବୁ କିଛି ଫରକ ପଡ଼ିବନି। ନିର୍ବାଚନ ଯେମିତି ହେଇଛି 5 ଥରର ନିର୍ବାଚନ, ଆହୁରି ଭଲ ରେଜଲ୍ଟ କରିବ ବିଜୁ ଜନତା ଦଳ ଏବଂ ଆହୁରି ଭଲ ମେଜରିଟିରେ ସରକାର ଗଢ଼ିବ। ବିଜେପି କହୁଛି ଯେ ବିଧାୟକ ସାଂସଦ ମାନେ ସବୁ ଗାଁ ଗାଁକୁ ଘର ଘରକୁ ଯିବେ। ଏବେ ତାଙ୍କର ଗାଁ କଥା ମନେ ପଡ଼ିଲା? ଗାଁ ଗାଁକୁ ଘର ଘରକୁ ଯିବେ ମାନେ ସେମାନେ ପ୍ରମାଣିତ କରୁଛନ୍ତି 4 ବର୍ଷ 6 ମାସ ହେଲା ସେମାନେ ଲୋକମାନଙ୍କ ପାଖକୁ ଯାଉନଥିଲେ କିମ୍ବା ଗାଁକୁ ଯାଉନଥିଲେ। ବିଜୁ ଜନତା ଦଳର ସେ ବିଧାୟକ ହୁଅନ୍ତୁ, ସାଂସଦ ହୁଅନ୍ତୁ, କୌଣସି କର୍ମକର୍ତ୍ତା ହୁଅନ୍ତୁ, ଏମାନେ ସବୁବେଳେ ଗାଁରେ ଲୋକମାନଙ୍କ ସହିତ ଥାଆନ୍ତି, ଲୋକମାନଙ୍କ ସମସ୍ୟା ସହିତ ଥାଆନ୍ତି। ତେଣୁ ଆମ ପାଇଁ ବିଜୁ ଜନତା ଦଳର ସାଂଗଠନିକ ବ୍ୟବସ୍ଥା ଭିତରେ କିଛି ଫରକ ଆସିବନି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏତେ ବଡ଼ ଆୟୋଜନ ହେଉଛି, କାର୍ଯ୍ୟକ୍ରମ ହେଉଛି, ତାକୁ ନେଇ ବିରୋଧୀ କାହିଁ ଆପତ୍ତି ଉଠାଉଛନ୍ତି? ଓଡ଼ିଶାରେ ଯେତେ ଭଲ କାମ, ଯେତେ ଯୋଜନା, ଯେତେ ଲୋକଙ୍କର ଜନକଲ୍ୟାଣକାରୀ ବ୍ୟବସ୍ଥା, ଏ ସବୁଥିରେ ଦେଖିବେ ବିରୋଧୀ ଦଳବାଲା କିଛି ନା କିଛି ପେଞ୍ଚ କାଢ଼ନ୍ତି, ସହିପାରନ୍ତିନି ଏବଂ ବିକାଶକୁ ସବୁବେଳେ ବିରୋଧ କରି ଆସିଛନ୍ତି ଈର୍ଷାନ୍ୱିତ ହେଇକରି। ତେଣୁ ସେଥିରେ ସେମାନେ କରୁଥିବେ, ସେ କିଛି ବଡ଼ କଥା ନୁହଁ। ପ୍ରଭୁ ଜଗନ୍ନାଥ ଅଛନ୍ତି, ବିଜୁ ଜନତା ଦଳ ଲୋକମାନଙ୍କ ସହିତ ଅଛି। ଧନ୍ୟବାଦ।